ଫାଷ୍ଟରେ ଷ୍ଟାର୍ଟିଂଟା ଭୁଲ ହେଇଛି ହେଲା। ନା ଏବେ ବି କଲେ ହବ ଶୁଣନ୍ତୁ। ତ କ'ଣ ହେଇଛି କହିବି କି ଷ୍ଟାର୍ଟିଂଟା କ'ଣ ଭୁଲ ହେଇଛି କହିବି? ମୁଁ ଦେଖିଲି ଫାଷ୍ଟ ଆରମ୍ଭ କଲି ଗାଈ ମାଂସ ନ ଖାଇବାଟା ଆରମ୍ଭ କରିଦେଇଛି। ଦେଖିଛୁ କି ନାଇଁ ମୋର ପ୍ରଥମ ଭିଡିଓ ହଉଛି ଲୋକମାନଙ୍କୁ ବାହାରେ ହେଇଗଲା ନା କ'ଣ ଏଟା? ନାଇଁ 600 କ'ଣ ସେଟା ଆମର ଜିସାଇ 66:3 ଲେଖା ହେଇନି କି ଯେ ଗୋ ବୋଧ କରେ ସେ ନର ହତ୍ୟାକାରୀ ପରି ହୁଏ ବୋଲି କି। ହେଲେ ଏଇଟା ମାନେ ଗୋଟେ ଦେଖିଲି ସେ ଗାଈ ମାଂସ ହଉଥିଲେ ତ ମୁଁ କହିଲି ମାନେ ରନ୍ତି ଦେବର ଯଜ୍ଞରେ 21,000 ଗୋ ହତ୍ୟା କରାଯାଇଥିଲା ହେଲା। ଆଚ୍ଛା। ସେଠି ଜଣେ ପାଚକ ବ୍ରାହ୍ମଣ ଠିଆ ହେଇକି କହିଲେ ଯେ ମହାଶୟ ମାନେ ଆଜି ଅଧିକ ମାନେ ଗୋ ହତ୍ୟା କରାଯାଇନି, ସେଥିପାଇଁ କେବଳ ଅଳ୍ପ ଗୋ ହତ୍ୟା କରାଯାଇଅଛି, ସେଥିପାଇଁ ତମେ ଅଧିକ ମାଂସ ଭକ୍ଷଣ କରିବ ନା ବୋଲି ଜଣେ ବ୍ରାହ୍ମଣଟା ପ୍ରଚାର କଲା ପରେ ଜିସାଇ ଭାବବାଦୀ ଦେଖିଲେ ଯେ ଗୋଟେ ଭୋଜିରେ ଯଦି 21,000 ଗୋ ହତ୍ୟା କଲାଟା ଯଦି ଅଳ୍ପ କହିଲେ ତାହେଲେ ସଫିସିଏଣ୍ଟ ଖାଇବା ପାଇଁ କେତେ ନ ମାରୁଥିବେ। ସେଥିପାଇଁ ସେ ଜିସାଇ ଭାବବାଦୀ ଜିସାଇ 66:3 କହିଲେ ଯେ ଗୋବୋଧ ଶୁଣନ୍ତୁ, ଯେ ଗୋବୋଧ କରେ ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ। ସେ ମେଷ ଶାବକ ବଳିଦାନ କରେ ସେ କୁକୁର ବେକ କାଟି ପକାଇବା ଲୋକ ପରି ହୁଏ। ଯେ ନୈବେଦ୍ୟ ଉତ୍ସର୍ଗ କରେ ସେ ଶୁକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ। ଯେ କୁନ୍ଦୁରୁ ଜଳାଏ ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ। ହଁ, ସେମାନେ ଆପଣମାନଙ୍କ ପଥ ମନୋନୀତ କରିଛନ୍ତି ଓ ସେମାନଙ୍କ ପ୍ରାଣ ଆପଣମାନଙ୍କ ଘୃଣା ଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ। ହେଲେ ଗୋ ବୋଧ ନ କଲେ ଆମେ ଖାଇପାରିବା କି? ନା, ଫାଷ୍ଟ ତ ବୋଧ କରିବାକୁ ପଡିବ କା ନା। ନିହାତି। ହେଲେ ଏମାନେ କ'ଣ କହୁଛନ୍ତି ଆମକୁ? ବିଜାତି ମାନେ ଆମକୁ କ'ଣ କହୁଛନ୍ତି? ବିଧର୍ମୀ। ଆଜ୍ଞା। ଆମେ କହୁଛୁ ସେମାନଙ୍କୁ ବିଜାତି, ସେମାନେ କହୁଛନ୍ତି ଆମେ ବିଧର୍ମୀ ହେଲା। ହେଲେ ଏଇଟା ଯଦି କୁହାଯାଇଛି ତମେ ଗୋ ବୋଧ ନ କଲେ ତ ଖାଇ ହେବ ନାହିଁ। ହେଲେ ଯଦି ବା ନୂତନ ନିୟମକୁ ଯିବା ତାହେଲେ ସେଇ କ'ଣ କହିଲେ? ପ୍ରେରିତ ପାଉଲ କରନ୍ତି ମଣ୍ଡଳୀ ଲେଖୁଛନ୍ତି କ'ଣ ବୋଲିକି, ମୁଁ ଯଦି ଖାଇବା ଦ୍ୱାରା ଭାଇର ବିଘ୍ନର କାରଣ ହଉଛି ତାହେଲେ ମୁଁ ସେଟା ଖାଇବି ନାହିଁ। ହେଲେ ଏଇ କ୍ଷେତ୍ରରେ କ'ଣ କୁହାଯିବ? ମାଂସ ଖାଇବା ଦ୍ୱାରା କିମ୍ବା ମାନେ ଏତେ ମାନେ ରୋମିଓ ମଣ୍ଡଳୀକୁ ଲେଖିଲେ ରୋମିଓ ମାନେ 14:21 ପଦ ପଢି ଦେଇଥିବ ବାବୁ। 14:21 ନା? 14:21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ ତାହା ନ କଲେ ଭଲ। ଯଦି ମାଂସ ଖାଇବା ଦ୍ୱାରା କିମ୍ବା ଦ୍ରାକ୍ଷାରସ ମାନେ ପିଇବା ଦ୍ୱାରା ଯଦି ଭାଇର ମାନେ ବାଧା ଜନ୍ମୁଛି ମାନେ ଭାଇ ଯଦି କଷ୍ଟ ପାଉଛି ତାହା ନ କଲେ ଭଲ। ନାଇଁ କି? ଏଇଟା ତମେ ଯେଟା କରିବା ଦ୍ୱାରା ଯଦି ଭାଇ ଯଦି କଷ୍ଟ ପାଉଛି ସେଇଟା କର ନାହିଁ। ବାଇବେଲ ତ ଏଟା କହୁଛି, ହଁ କି ନାଇଁ? ସେଥିପାଇଁ କିଏ ଖାଉଛି କିଏ ନାହିଁ ସେଟା ସବୁ ଲୋକ ଖାଉଛନ୍ତି ବୋଲି ଧରିଲେ ହେବ କି? ନାଇଁ। ସେଥିପାଇଁ ମୁଁ ସେଇଟା ଗୋଟେ କରିକି ଇଏ କଲି ଯେମିତି ସେଠୁ ସେମାନେ ବିଗିଡି ଗଲେ ମୋ ଉପରେ ସମସ୍ତେ ଆଉ। ଅଛି ପ୍ରେରିତ ପାଉଲ ଗୋଟେ ଲେଖିଛନ୍ତି ହେଲା, ମାନେ ମୁଁ ମାଂସ ଖାଇବି ନାହିଁ ବୋଲି ଲେଖିଛନ୍ତି ଗୋଟେ ଠାରେ। ନାଇଁ ଆଜ୍ଞା, ପାଇନା। ସେ ମାନେ କରନ୍ତି ମଣ୍ଡଳୀ ଲେଖିଛନ୍ତି